ଦେଖନ୍ତୁ କୋରାପୁଟରେ ମୃଦୁ ଭୂମିକମ୍ପ ହେବା ନିଶ୍ଚିନ୍ତ ଭାବରେ ସମସ୍ତଙ୍କ ପାଇଁ ଚକିତ, ସମସ୍ତଙ୍କ ପାଇଁ ଚିନ୍ତିତ, ସମସ୍ତଙ୍କ ପାଇଁ ଗୋଟେ ଆଶ୍ଚର୍ଯ୍ୟର ବିଷୟ। ଯେଉଁଭଳି ଭାବରେ ଗତ ରାତି ପ୍ରାୟ 11:30 ସମୟରେ ଯେଉଁଭଳି ଭାବରେ ମୃଦୁ ଭୂମିକମ୍ପ ହୋଇଛି, ଭୂମିକମ୍ପ ପାଇଁ ସମସ୍ତେ ଆତଙ୍କିତ ହୋଇଛନ୍ତି, ଭୟଭୀତ ହୋଇଛନ୍ତି। ଆସନ୍ତା ଦିନମାନଙ୍କର ମଧ୍ୟ ଏଭଳିଆ ସମ୍ଭାବନା ସୃଷ୍ଟି ହେଉଛି। ତେଣୁ କୋରାପୁଟ ଜିଲ୍ଲାରେ ଗୋଟେ ପାହାଡ଼ିଆ ଅଞ୍ଚଳରେ ଭୂମିକମ୍ପ ହେବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଯେଉଁଭଳି ଭାବରେ କୋରାପୁଟର ଚତୁଃପାର୍ଶ୍ୱରେ ଯେଉଁ ଖଣି ଖାଦାନ ଗୁଡ଼ାକ ଖୋଳା ଚାଲିଛି, ଖଣି ଖାଦାନ ଗୁଡ଼ାକରେ ଯେଉଁଭଳି ଭାବରେ ତା'ର କ୍ରାଇଟେରିଆ ରହିଛି, ଖୋଳିଲା ପରେ ଯେଉଁଭଳି ଭାବରେ ମାଟି କିମ୍ବା ବାଲି ଦ୍ୱାରା ତାକୁ ତାର ତଳ ଅଂଶଟାକୁ ଫିଲ୍ଅପ୍ କରି ରଖାଯାଇଥାଏ, ଯେଉଁଦ୍ୱାରା ସେଗୁଡ଼ାକ ସବୁ ନ ହେବା ଦ୍ୱାରା ବୋଧହୁଏ ଏ ଭୂମିକମ୍ପର ଆଶଙ୍କା ଆମେ ଅନୁଭବ କରୁଛୁ। ତେଣୁ ଆସନ୍ତା ଦିନରେ କ'ଣ ପାଇଁ ଏଗୁଡ଼ାକ ହେଇଛି ତା'ର ଭୂତତ୍ତ୍ୱବିତ୍ ଯେଉଁମାନେ ରହିଛନ୍ତି ତାଙ୍କ ଉପରେ ଆଲୋଚନା କରିକି କୋରାପୁଟ ଭଳିଆ ଜାଗାରେ ଭୂମିକମ୍ପ ଯେଉଁ ଘଟୁଛି, ଯଦି ଆମେ କିଛି ପରିମାଣରେ ଯଦି ଚେଷ୍ଟା କରିପାରିବା ନିଶ୍ଚିତ ଭାବରେ ଭଲ ହୋଇପାରିବ। ତେଣୁ ଏଇ ଯେଉଁ ମୃଦୁ ଭୂମିକମ୍ପ ହେଇଛି ଏଥିରେ ସମସ୍ତେ ଭୟଭୀତ ହେଇଛନ୍ତି। ଯାହା ହଉ କାହାର କିଛି କ୍ଷୟକ୍ଷତି ହେଇନାହିଁ। ଆଉ ମୁଁ ତ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଆଉ ପୁରା ଚକିତ ହେଇଗଲି। ଭୟରେ ରାତିରେ ବାହାରିକି ଦେଖିଲି, ପ୍ରାୟ ଗାଡ଼ି ଫାଡ଼ି ବୋଧେ ଯାଉଛି, ଦେଖିଲା ବେଳକୁ ସମସ୍ତେ ଦାଣ୍ଡକୁ ବାହାରିଛନ୍ତି। ତେଣୁ ଏଭଳିଆ ଏକ ଅନୁଭବ ମୋ ପାଇଁ ନୂଆ ଥିଲା, ପୁଣି ଏକ ଭୟଭୀତରେ ମଧ୍ୟ ରହିଥିଲା। ରାତି 11:30 ହେଇଥିବ, ମୁଁ ଶୋଇବାକୁ ଯିବା ବେଳେ କିଛିଟା ଅନୁଭୂତି କଲି ଯେ ଗୋଟେ 8-10 ସେକେଣ୍ଡ ପାଇଁ ମାନେ ଘର ପୁରା ହଲିଗଲା। ମୁଁ ମୋ ପରିବାର ଲୋକଙ୍କୁ ସବୁ ଘରରୁ ବାହାରୁ ଡାକି ଆଣିଲି। 10-15 ମିନିଟ୍ ଆମେ ବାହାରେ ରହିଲୁ ଘରଠୁ, ମାନେ କାଳେ ଆଉଥରେ ହେଇପାରେ ଭୂମିକମ୍ପ ବୋଲି ଆମେ ବାହାରକୁ ଆସିଲୁ। ମାନେ ଘର ପୁରା ହଲିଗଲା 10-15 ମିନିଟ୍ ପାଇଁ, 10-15 ସେକେଣ୍ଡ ପୁରା ଘର ହଲିଲା। 11:30 11:31 ହେଇଥିବ, ମୁଁ ଶୋଇବାକୁ ଯାଉଥିଲି। ମାନେ ମୋ ଜୀବନରେ ମୁଁ କେବେ ଏମିତି ଦେଖିନି, ପ୍ରଥମ ଥର ଇଏ ହେଇଛି। ଦେଖନ୍ତୁ, ଗତକାଲି ଯେଉଁ ମୃଦୁ ଭୂମିକମ୍ପ ହେଲା, ଇଏ ଭୂମିକମ୍ପ 8ରୁ 10 ସେକେଣ୍ଡ ହେଇଥିଲା। ଏଇଟା 25-26 ବର୍ଷ ଭିତରେ ଏଇଟା ମୁଁ ପ୍ରଥମରେ ଜାଣିଲି ଯେ କୋରାପୁଟରେ ଭୂମିକମ୍ପ। କୋରାପୁଟ ଗୋଟେ ଏବେ ପ୍ରଚୁର ପରିମାଣରେ ବକ୍ସାଇଟ୍ ଯେଉଁ ଭର୍ତ୍ତି ହେଇଛି, ଏଇଠି କଳକାରଖାନା ଅଛି, ନାଲକୋ, ଏଚଏଲ୍ ସବୁ ଅଛି। ଆଉ ଏଇଠି ଖଣିଜ ସମ୍ପଦ ଯେତିକି ଭରି ରହିଛି, ଖଣିଜ ସମ୍ପଦ ପାଇଁ ବୋଲି ଇଏ ଗୋଟେ ୟେଲୋ ଜୋନ୍ରେ ଅଛି ଭୂମିକମ୍ପରେ। ଆଉ ଆମେ ଯେଉଁ ବିକାଶ ନାଁରେ ଏଇଠି ଆମେ ସବୁ ବିନାଶ ଆଡ଼କୁ ଗତି କରୁଛେ। ଏଇଠି ପଥର କୁଆଁରୀ ହେଉ କି ଆପଣଙ୍କର ମାଇନ୍ସ ପାଇଁ ହେଉ, ଯେଉଁ ବିସ୍ଫୋରକ ୟୁଜ୍ ହେଉଛି, ସେଇଥିପାଇଁ ହୁଏତ ଭୂମିକମ୍ପ ହେଇଥାଇପାରେ। ଆଉ ଭାଗ୍ୟ ଭଲ, କାଲି କାହାର ବେଶୀ କିଛି ଆମର ସଦର ମହକୁମାରେ କ୍ଷୟକ୍ଷତି ହେଇନି। ଲମତାପୁଟ ଏରିଆରେ କ'ଣ କ୍ଷୟକ୍ଷତି ଟିକେ ହେଇଛି। ତ ସରକାରଙ୍କୁ ଅନୁରୋଧ, ଏ ଯେଉଁ ଖଣି ଖାଦାନ ବିକାଶ ନାଁରେ ବିନାଶକୁ, ଲୋକଙ୍କ ବିନାଶ ପାଇଁ ଯେଉଁ ଡାକୁଛନ୍ତି, ଆକୁ ଟିକେ ଦୟାକରି ବନ୍ଦ କରିବେ। ଖଣି ଖାଦାନ ଖୋଳାଖୋଳି ଆକୁ ବନ୍ଦ କରିବେ। ଆଉ ମାଇନ୍ସକୁ ଯେତେ ପାରିବେ, ମାଇନ୍ସ ଯଦି ମାନେ କମ୍ପାନୀ ନିଏ, ତାହେଲେ এই ଅଞ୍ଚଳରେ ଥିବା ଯେଉଁ ଚାଷବାସ ଆଉ ଲୋକଙ୍କର ଜୀବିକା ଜୀବନ ସବୁ ହରାଇବେ। ସେଇଥିପାଇଁ ଅନୁରୋଧ, ଏଇ ଯେଉଁ ଖଣି ଖାଦାନ ଖୋଳାଟାକୁ ସରକାର ଦୟାକରି ବନ୍ଦ କରନ୍ତୁ। ଗତ 20-25 ବର୍ଷ ଭିତରେ ମୁଁ ପ୍ରାୟ 3-4 ଥର ମାନେ ମୃଦୁ ଭୂମିକମ୍ପର ଅନୁଭବ ଦେଖୁଛି। ଏବଂ ଯେହେତୁ ସାମ୍ବାଦିକତା ଜୀବନ ଆମେ କରୁଛୁ, ସବୁବେଳେ ଚେଷ୍ଟା କରୁଛୁ କି କୋରାପୁଟ ଜିଲ୍ଲାରେ ଏଭଳି ଭୂମିକମ୍ପ ହେବାର କାରଣ କ'ଣ। ଯେହେତୁ ଆମେ ଦେଶ ତଥା ବିଶ୍ୱର ଅନେକ ଗୁଡ଼ିଏ ଭୂମିକମ୍ପ ହେବାର ଅନେକ ଆମେ ନଜିର ଦେଖିଛୁ, କିନ୍ତୁ କୋରାପୁଟ ଯେତେବେଳେ ଭୂମିକମ୍ପ ହେଉଛି ସେତେବେଳେ ମନେ ମନେ ପ୍ରଶ୍ନ ହେଉଛି। କିନ୍ତୁ ଆମର ଯେତେବେଳେ ଅଭିଜ୍ଞତା ବା ଆମର ଯେଉଁ ବୃତ୍ତିଗତ ଜୀବନରେ ଦେଖିଛୁ, କେଉଁଠି ନା କେଉଁଠି ଆମ ଯେଉଁ ପାହାଡ଼ିଆ ଅଞ୍ଚଳ ଅଛି କୋରାପୁଟ ରହିଛି, ଯେଉଁଥିରେ କି ଯଦି ଆମେ ଦେଖିବେ ବ୍ଲାଷ୍ଟିଂ ଜବରଦସ୍ତ ହେଉଛି। ମାନେ ଯେଉଁ କୁଆରୀ ଖାଦାନ କଥା କୁହନ୍ତୁ ବା ଆପଣଙ୍କର ରାସ୍ତାଘାଟ ନିର୍ମାଣ ପାଇଁ ଯେଉଁ ବ୍ଲାଷ୍ଟିଂ ହେଉଛି, ତାପରେ ଆପଣଙ୍କର ଯେଉଁ ଏକ୍ସପ୍ଲୋସିଭ୍ ପାଇଁ ବୋଲି ଯେଉଁ ଡ୍ରିଲିଂ ହେଉଛି, ଯାହାକି ମାନେ ଭୂତଳର ଭୂଗର୍ଭର ଯେଉଁ ପଥର ଉପରେ ପ୍ରଭାବ ପକାଉଛି ଏବଂ କେଉଁଠି ନା କେଉଁଠି ହାଲକା କରୁଛି ଏବଂ ଏହାର ପ୍ରଭାବ ବିସ୍ତୃତ ଅଞ୍ଚଳରେ ପଡ଼ୁଛି, ଯେଉଁଥିପାଇଁ ଭୂମିକମ୍ପ ହାଲକା ଭୂମିକମ୍ପ ହେଉଛି ବୋଲି ଅନୁମାନ କରାହେଉଛି। ଏବଂ ଯେହେତୁ ଆପଣ ଆଉ ଗୋଟେ ଦ୍ୱିତୀୟ କାରଣ ମାନେ ଆମେ ଯଦି ଅନୁଧ୍ୟାନ କରିବା, ଗୁଗଲକୁ ଯିବା କିମ୍ବା ଦେଖିବା, ସର୍ଚ୍ଚ କରିବା, ତ ଯେହେତୁ ଏଇଟା ଗୋଟେ ପଥରର ଗୋଟେ ଟେରାଇନ୍ ଅଞ୍ଚଳ ଅଛି, ଯେଉଁଥିରେ କି ପଥରର ମୁଭମେଣ୍ଟ ଯେତେବେଳେ ହୁଏ କୌଣସି କାରଣରୁ, ତ ସେତେବେଳେ ମୋତେ ଭୂମିକମ୍ପ ଏଥିରେ ଅନୁଭୂତ ହେଉଛି। ଏବଂ ଯାହାକି ଆମେ ଦେଖିଛୁ ରେକର୍ଡ଼ ରହୁଛି, ପ୍ରାୟ ସବୁବେଳେ ମୃଦୁ ଭୂମିକମ୍ପ ରହୁଛି। କିନ୍ତୁ ଏହାଦ୍ୱାରା ଲୋକେ ନିଶ୍ଚିତ ଭାବେ ଆତଙ୍କିତ ହେଉଛନ୍ତି ଆଉ ହେବାକୁ ସ୍ୱାଭାବିକ ମଧ୍ୟ ରହିଛି। ତ ବର୍ତ୍ତମାନ କ'ଣ କରାଯାଏ, ପ୍ରକୃତିର ଏଭଳି ଗୋଟେ ଲୀଳା ସୃଷ୍ଟି କରୁଛି, ତ ପ୍ରକୃତି ଆଗରେ ଆମେ ସମସ୍ତେ ନତମସ୍ତକ।